ମୋ ନାଁ ଅରୁଣ କୁମାର ପଣ୍ଡା। ମୁଇଁ ବ୍ଲକ ସ୍ତରୀୟ ସନାତনী ବ୍ରାହ୍ମଣ ସମାଜ ବରପାଲିର ସାଧାରଣ ସମ୍ପାଦକ ଅଛି। ଆଜି ଆମର ଯେ ରେଲି ବାହାରିଥିଲା, ଏ ରେଲି ଗଙ୍ଗାଧର ବ୍ଲକରୁ ବାହାରିକରି ଆମର ତହସିଲ ଅଫିସକେ ଆସିଥିଲା। ଏଟାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଗତ 4 ତାରିଖରେ ଆମର ଓଡ଼ିଶା ସରକାର ଗୋଟେ ନିଷ୍ପତ୍ତି ନେଇଛନ୍ ଯେ ଟେକ୍ନିକାଲ ଏଜୁକେସନ୍ କ୍ଷେତ୍ରରେ, ହାୟର ଏଜୁକେସନ୍ କ୍ଷେତ୍ରରେ SC ST OBC ମାନଙ୍କର ରିଜର୍ଭେସନ୍କୁ ବଢ଼େଇ ଦିଆଯାଇଛି, 50ରୁ 52% କରି ଦିଆଯାଇଛି। ଯାହାଦ୍ୱାରା କି ସାଧାରଣ ବର୍ଗର ଲୋକମାନେ କୌଣସି ଉଚ୍ଚଶିକ୍ଷାରେ ସ୍ଥାନିତ ନାଇଁ ହେଇପାରନ୍ ଏବଂ ସେମାନେ ଅଟୋମେଟିକାଲି ଡିପ୍ରେସିଂ। ସେଥିଲାଗି ଆମେ ମୁଖ୍ୟମନ୍ତ୍ରୀ ମହାଶୟଙ୍କ ଉଦ୍ଦେଶ୍ୟରେ ଗୋଟେ ଦାବିପତ୍ର ଦେଇଛୁଁ ଯେ ଆମର ଲାଗି କିଛି ବ୍ୟବସ୍ଥା କରାଯାଉ। ବରପାଲିରେ ଆମର ବ୍ରାହ୍ମଣ ସମାଜର 7ଟା ଶାଖା ଅଛି। ସବୁ ଶାଖାରୁ କିଛି କିଛି ମେମ୍ବରମାନେ ଆଇଥିଲେ ଆଉ ସବୁ ପ୍ରେସିଡେଣ୍ଟ ମାନେ ବି ପ୍ରାୟ ଆଇଥିଲେ। ଜଣେ ଅଧେ ଆସିଥିଲେ, ନହେଲେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦିଆ ବରଗଡ଼ ଜିଲ୍ଲାପାଳଙ୍କୁ ବି ଏଇଟା ସୂଚିତ କରିଛୁ। ବୋଧେ ଆଜି 9 ତାରିଖ 11ରୁ 13, 14, 15 ତାରିଖ ଭିତରେ ବରଗଡ଼ ଜିଲ୍ଲାର ସବୁ ବ୍ଲକରେ ଏଇ ଡେମନଷ୍ଟ୍ରେସନ୍ ହେବା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଯିବା। ଆଉ ଯଦି କିଛି ନା ହେବା ବେଲେ ଭବିଷ୍ୟତରେ କାର୍ଯ୍ୟପନ୍ଥା ଆମେ ଗ୍ରହଣ କରିବା। ଡକ୍ଟର ସରୋଜ କୁମାର ଦାସ, ବୃତ୍ତିରେ ମୁଁ ଜଣେ ପ୍ରାଧ୍ୟାପକ ଏବଂ ମୁଁ ବର୍ତ୍ତମାନ ମୋର ପରିଚୟ ହେବ, ମୁଁ ବରଗଡ଼ ଜିଲ୍ଲା ବ୍ରାହ୍ମଣ ସଭାର ସାଧାରଣ ସମ୍ପାଦକ ଏବଂ ବରପାଲିର ଜଣେ ବ୍ରାହ୍ମଣ କର୍ମୀ। ଆପଣ ଜାଣିଛନ୍ତି ଯେ 1951 ମସିହାରୁ ସମ୍ବିଧାନରେ ଆମ ପାଇଁ ସ୍ୱତନ୍ତ୍ର ସୁବିଧା ଯେଉଁଟା ଆମର SC ST ଲାଗି ରହିଛି, ଯେଉଁଟାକୁ ଆମେ ରିଜର୍ଭେସନ୍ କହୁଛୁ, ସଂରକ୍ଷଣ କହୁଛୁ, ସେଇଟା ଦୁର୍ବଳ ଶ୍ରେଣୀମାନଙ୍କ ପାଇଁ ଉଦ୍ଦିଷ୍ଟ, ସେଇଟା ଆମକୁ ଜଣା। କିନ୍ତୁ ଏଇ ଭିତରେ 75 ବର୍ଷ ପଳେଇଗଲାଣି। 75 ବର୍ଷ ଭିତରେ ସେହି ସଂରକ୍ଷଣରେ ଯେଉଁମାନେ ଅଧିକାର ନେଇ ସାରିଛନ୍ତି, ସେମାନେ ତୃତୀୟ ପିଢ଼ି ତାଙ୍କର ଅଧିକାର ନେଇ ବସିଲେଣି ଏବଂ ପରବର୍ତ୍ତୀ ସମୟରେ ଯେ ଆମର ବ୍ରାହ୍ମଣ ବା ସାଧାରଣ ବର୍ଗର ଦୁର୍ବଳ ପରିବାରମାନଙ୍କୁ ମଧ୍ୟ ଏହି ସଂରକ୍ଷଣ ଟଚ୍ କରିପାରୁନାହିଁ। ଯଦିଓ ସୁପ୍ରିମକୋର୍ଟ ଏ ଦିଗରେ EWSର କଥା କହିଛନ୍ତି। ବିଗତ ଦିନରେ କେନ୍ଦ୍ର ସରକାର 2022-24 ମସିହାରୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶନାମା ଦେଇଛନ୍ତି ଯେ ଦୁର୍ବଳ ଶ୍ରେଣୀ ସାଧାରଣ ବର୍ଗ ଲୋକମାନଙ୍କ ପାଇଁ EWSର ରିଜର୍ଭେସନ୍ ରଖିବା ପାଇଁ। ସେଇଟା ତ ଗୋଟେ ଦିଗ, କିନ୍ତୁ ବିଗତ 4 ତାରିଖରେ ଆପଣ ଜାଣିଛନ୍ତି ଓଡ଼ିଶା ସରକାରଙ୍କର କ୍ୟାବିନେଟ୍ରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଇଛି। ସେ ନିଷ୍ପତ୍ତି ହେଉଛି ଯେଉଁଟା ST ମାନଙ୍କର ରିଜର୍ଭେସନ୍ 12% ଥିଲା, ତାକୁ 22.50 କରି ଦିଆଗଲା। SC ମାନଙ୍କର ଯେଉଁଟା ଥିଲା 8%, ତାକୁ 16.50 କରି ଦିଆଗଲା। ଏବଂ ଆଉ ଗୋଟେ ଦୁର୍ବଳ ଶ୍ରେଣୀ SC BC, ସେମାନଙ୍କର ନୂତନ ଭାବରେ ସେମାନଙ୍କୁ 11.25ର ରିଜର୍ଭେସନ୍ ଦିଆଗଲା। ଏବଂ ଏଇଟା କେବଳ ଚାକିରିରେ ନୁହେଁ, ବରଂ ଶିକ୍ଷାନୁଷ୍ଠାନ, ମେଡ଼ିକାଲ, ଇଞ୍ଜିନିୟରିଂ, ସାଧାରଣ ଶିକ୍ଷାନୁଷ୍ଠାନରେ ସିଟ୍ରୁ ହିଁ ସେହି ରିଜର୍ଭେସନ୍ ଲାଗୁ ହେବ। ଏହି ଦିଗରେ ଆମେ ସଚେତନ ବ୍ରାହ୍ମଣ ଗୋଷ୍ଠୀ ନିଶ୍ଚିତ ଭାବରେ ଆମ ଭିତରେ ଗୋଟେ ଆସିଲା, ଅସନ୍ତୁଷ୍ଟି ଆସିଲା ଯେ 75 ବର୍ଷ ଆମେ ଅବହେଳିତ ଅଛୁ, କିନ୍ତୁ ଏହି ସମ୍ପ୍ରସାରିତ ସଂରକ୍ଷଣ ବ୍ୟବସ୍ଥା ଆମ ଆଗାମୀ ପିଢ଼ିମାନଙ୍କୁ ଆହୁରି ସଂକୁଚିତ କରିଦେବ। ତାଙ୍କର ମେଧାବୀ ଛାତ୍ରର କୌଣସି ସମ୍ମାନ ରହୁନାହିଁ ଦେଶରେ ଏବଂ ଦୁର୍ବଳ ଶ୍ରେଣୀ ନାମରେ ଆମେ ଯେଉଁଟା କେବଳ ଖାଲି ଜାତିକୁ ଗୋଟେ ଆଧାର ନେଇକି କରୁଛୁ। ଆମର ଦାବି ହେଲା ଯେ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର ଯେଉଁ ମତ ଦେଇଛନ୍ତି ଯେ EWS ବା ଇକୋନୋମିକାଲି ୱିକର ସେକ୍ସନ୍, ସେ ଯେଉଁ ବର୍ଗର ବି ହେଉ, ତାଙ୍କୁ ବି ସରକାର କିଛି ସଂରକ୍ଷଣର ବ୍ୟବସ୍ଥା ଦେବା କଥା। କିନ୍ତୁ ଦୁଃଖର କଥା, ଲୋକଙ୍କ ସରକାର ବୋଲାଉଥିବା ବର୍ତ୍ତମାନର ଶାସନ କଳ ଏ ଦିଗରେ ନୀରବ ରହିଲା ଯେ SC ST ଏବଂ OBCଙ୍କ ବାବଦରେ କିଛି କହି ଜେନେରାଲ ବର୍ଗକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଦିଆଗଲା। ଏହି ଉପେକ୍ଷିତ ଦିଗରେ ଆମ ଭିତରେ ଟିକେ ଅସନ୍ତୋଷ ଦେଖାଗଲା ଏବଂ ସେଇଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମ ବଡ଼ ଭରସାରେ ଆମେ ଗୋଟେ ଦାବିପତ୍ର ଦେଇଛୁ। ଆଜି ଆମେ SC STଙ୍କର ବିରୋଧୀ ନୁହେଁ କି ସଂରକ୍ଷଣର ବିରୋଧୀ ନୁହଁ, କିନ୍ତୁ ଆମର କହିବାର କଥା ହେଲା ସଂରକ୍ଷଣ ରହୁ, କିନ୍ତୁ ଏଇଟା ଜାତିଭିତ୍ତିକ ନ ହେଇ ଧୀରେ ଧୀରେ ଅର୍ଥନୈତିକ ଅବସ୍ଥା ଉପରେ ଆଧାରିତ ହେଉ ଏବଂ ତା ସାଙ୍ଗକୁ ସାଧାରଣ ବର୍ଗର ଯେଉଁମାନେ ଦୁର୍ବଳ ଶ୍ରେଣୀ ଅଛନ୍ତି ସେମାନଙ୍କୁ ବି ରିଜର୍ଭେସନ୍ର ବ୍ୟବସ୍ଥା ଭିତରେ ଅଣାଯିବ। ଏହି ଦୃଷ୍ଟି ଆକର୍ଷଣ କରିବା, ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଆମର ପ୍ରଥମ ଉଦ୍ଦେଶ୍ୟ ଏବଂ ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି ଯେ ଆମ ସାଧାରଣ ବର୍ଗର ଯେଉଁ ଆଗାମୀ ବଂଶଧର ଅଛନ୍ତି ତାଙ୍କୁ ବି ଏହି ଦିଗରେ ଜାଗ୍ରତ କରିବା ଆମର ଦ୍ୱିତୀୟ ଲକ୍ଷ୍ୟ। ଆଜି ଯେଉଁଟା ଥିଲା ସରକାରୀ ବ୍ୟବସ୍ଥା ବିପକ୍ଷରେ ନୁହେଁ, ସରକାରୀ ବ୍ୟବସ୍ଥାର ସମ୍ପ୍ରସାରିତ ସଂରକ୍ଷଣ ନୀତିର ଅସନ୍ତୋଷର ଗୋଟେ ପ୍ରତିକ୍ରିୟା ମାତ୍ର ଥିଲା। ଏଇଟା ଆରମ୍ଭ, ଏଇଟା ଶେଷ ନୁହେଁ। ଆପଣ ଜାଣି ରଖନ୍ତୁ, ଆପଣ ଯେଉଁ ପ୍ରଶ୍ନ କରୁଥିଲେ, ବରଗଡ଼ ଜିଲ୍ଲାର ବାକି 11ଟା ବ୍ଲକରେ ଆଗାମୀ 15 ଦିନ ଭିତରେ ଏଇଭଳିଆ ଶୋଭାଯାତ୍ରା, ନୀରବ ଶୋଭାଯାତ୍ରା